ଯାଜପୁର ଜିଲ୍ଲା ବର୍ଜଣ ଶିକ୍ଷା ମଣ୍ଡଳ ଅଧୀନ ସୁଙ୍ଗୁଡା ପଞ୍ଚାୟତ ଅନ୍ତର୍ଗତ ଚଣ୍ଡିଖୋଲସ୍ଥିତ ଡିୟୁ ପବ୍ଲିକ୍ ସ୍କୁଲ ପରିସରରେ ଛାତ୍ରଛାତ୍ରୀମାନଙ୍କର ଗଣିତୀୟ କୌଶଳ ମନୋଯୋଗ ଓ ତ୍ୱରିତ ଗଣନ ଦକ୍ଷତା ବିକାଶ ଉଦ୍ଦେଶ୍ୟରେ ଆୟୋଜିତ ଆବକସ୍ ଗଣିତ ପ୍ରତିଯୋଗିତା ସଫଳତାର ସହିତ ଅନୁଷ୍ଠିତ ହୋଇଯାଇଛି। ଟିକେ ପରିଚୟ ଦେଲେ। ମୋ ନାଁ ଲଳିତ ମୋହନ ବେହେରା। ଝିଅ ପଢ଼ୁଛନ୍ତି ପବ୍ଲିକ୍ରେ କ୍ଲାସ୍ 3 ଆଦ୍ୟା ସତ୍ୟ ବେହେରା। कौन कहे आज जो मैथ कंपटीशन आबाकस होची कौन कहे केमती कंपटीशन झील को पार्टिसिपेट करेले कौन रोज लक्ष्य ଭଲ ପରୀକ୍ଷାଟି କରାଯାଉଛି ପିଲାଙ୍କର ଭବିଷ୍ୟତ ପାଇଁ। ତ ମାର୍କ ଥିଲା ଏକ୍ଜାମ୍ ସରିଛି, ବର୍ତ୍ତମାନ ଖାତା ଦେଖା ଚାଲିଛି। ସରିଲା ପରେ ସେ କମ୍ପ୍ଲିଟ୍ କରିକି ଡିକ୍ଲେୟାର ରେଜଲ୍ଟ ଡିକ୍ଲେୟାର କରିବେ, ପ୍ରାଇଜ୍ ଡିଷ୍ଟ୍ରିବ୍ୟୁସନ୍ କରିବେ। ଏହାଙ୍କର ଲୁକାୟିତ ପ୍ରତିଭା ଲୋକଲୋଚନକୁ ଆସିବ କି? ନିଶ୍ଚିତ ଭାବରେ ଲୁକାୟିତ ପ୍ରତିଭା ଲୋକଲୋଚନକୁ ଆସିବ ଆଉ ଭବିଷ୍ୟତର ଉନ୍ନତି ହେବ। এই পরীক্ষা দ্বারা পিলাମାନେ ଅଧିକ ଉତ୍ସାହିତ ହେବେ କି? ଆଜ୍ଞା। ଏହି ପ୍ରତିଯୋଗିତାରେ ବିଭିନ୍ନ ଶ୍ରେଣୀର ଅନେକ ଛାତ୍ରଛାତ୍ରୀ ଉତ୍ସାହର ସହ ଅଂଶଗ୍ରହଣ କରିଥିଲେ। ପ୍ରତିଯୋଗିତା ସମୟରେ ଛାତ୍ରଛାତ୍ରୀମାନେ ଆବକସ୍ ଉପକରଣ ଓ ମାନସିକ କୌଶଳ ମାଧ୍ୟମରେ ତ୍ୱରିତ ଓ ସଠିକ୍ ଭାବରେ ଗଣନା କରି ନିଜ ଦକ୍ଷତା ପ୍ରଦର୍ଶନ କରିଥିଲେ। ଶିକ୍ଷକମାନଙ୍କ ନିର୍ଦ୍ଦେଶନା ଓ ପରୀକ୍ଷା ପରିଚାଳକମାନଙ୍କ ସହଯୋଗରେ କାର୍ଯ୍ୟକ୍ରମଟି ସୁଚାରୁ ଭାବେ ସମ୍ପନ୍ନ ହୋଇଥିଲା। ଏହି ଅବସରରେ ବିଦ୍ୟାଳୟର ନିର୍ଦ୍ଦେଶକ ଡକ୍ଟର ବିଶ୍ୱଜିତ ମହାପାତ୍ର, ସମ୍ପାଦକ ଡକ୍ଟର ରଞ୍ଜିତ ମହାପାତ୍ର, ଅଧ୍ୟକ୍ଷା ଡକ୍ଟର ସୁଜାତା ମହାପାତ୍ରଙ୍କ ସହ ମୁଖ୍ୟ ଅତିଥି ଭାବେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଡକ୍ଟର ସୁଧୀର ସାମଲ ଉପସ୍ଥିତ ରହି ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିଥିଲେ। नमस्कार मु गार्गी आपण मन को स्वागत करछि। होली टीवी ऑडियो साथ जोड़ी हेबा पई आपण माने लाइक शेयर सब्सक्राइब करन। I am Dr. Vishwajit Mahapatra, management member of DU Public School. Today is a great day for the student inspiration. The DU Abacus Math in association with Math Academy organized a math competition in DU premises. It is the competition held in the air area. So in the field all the students gathered and the students from different schools appeared the examination, and it is a nice program, and I hope this inspiration will create the students to face the different challenges in their life. I hope math they are thinking it is a difficult. Now I came to know that the students have scored 100 to 100, so it is a great success for them, and it is a great inspiration for the students of आयोजक our सुजित Jashpur कुमार साहू एवं सहकारी शिक्षक ज्योति प्रकाश पंडा ଏହି ପ୍ରତିଯୋଗିତାର ସଫଳ ପରିଚାଳନାରେ ଗୁରୁତ୍ୱପୂର୍ଣ୍ଣ ଅବଦାନ ରଖିଥିଲେ। ଏହି ପ୍ରତିଯୋଗିତାରେ ଡିୟୁ ପବ୍ଲିକ୍ ସ୍କୁଲ ଚଣ୍ଡିଖୋଲ, ବ୍ୟାସନଗର ପବ୍ଲିକ୍ ସ୍କୁଲ ଡିଏବି ଯାଜପୁର ଟାଉନ, ଜାଭିୟର ସ୍କୁଲ, ସେଣ୍ଟ ହୁଡ୍ ପବ୍ଲିକ୍ ସ୍କୁଲ, ଆପେକ୍ସ ଇଂଲିଶ ମିଡିୟମ ସ୍କୁଲ, ସେଣ୍ଟ ମ୍ୟାରି ସ୍କୁଲ ଓ କେନ୍ଦ୍ରୀୟ ବିଦ୍ୟାଳୟ ବ୍ୟାସନଗର ଯାଜପୁର ରୋଡ, ବାଲ ବିକାଶ ପବ୍ଲିକ୍ ସ୍କୁଲ, ରିଟ୍ ଇଣ୍ଟରନ୍ୟାସନାଲ ସ୍କୁଲ ଛାତ୍ରଛାତ୍ରୀମାନେ ଅଂଶଗ୍ରହଣ କରିଥିଲେ। ପରୀକ୍ଷାରେ ଆୟୋଜିତ ପୁରସ୍କାର ବିତରଣ କାର୍ଯ୍ୟକ୍ରମରେ କୃତି ଛାତ୍ରଛାତ୍ରୀମାନଙ୍କୁ ପୁରସ୍କାର ଓ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା। କାର୍ଯ୍ୟକ୍ରମଟି ସୁସଂଗଠିତ ଓ ସଫଳତାର ସହିତ ସମାପ୍ତ ହୋଇଥିଲା। ପ୍ରତ୍ୟେକ ସପ୍ତାହରେ ଡିୟୁ ପବ୍ଲିକ୍ ସ୍କୁଲ ଛାତ୍ରଛାତ୍ରୀମାନଙ୍କ ପାଇଁ କିଛି ନା କିଛି ଶିକ୍ଷଣୀୟ କାର୍ଯ୍ୟକ୍ରମ ଆୟୋଜନ କରି ପିଲାମାନଙ୍କ ଶାରୀରିକ, ମାନସିକ, ସାମାଜିକ, ସାଂସ୍କୃତିକ ଓ ବୌଦ୍ଧିକ ବିକାଶ ଦିଗରେ ନିଷ୍ଠାର ସହ କାର୍ଯ୍ୟ କରୁଥିବାରୁ ଏହି ସ୍କୁଲ ପ୍ରତି ଜନସାଧାରଣଙ୍କ ଅହେତୁକ ଭଲ ପାଇବା ଓ ବିଶ୍ୱାସ ଥିବାରୁ ରାଜ୍ୟର ବିଭିନ୍ନ କୋଣ ଅନୁକୋଣରୁ ବହୁ ଅଭିଭାବକ ସେମାନଙ୍କ ପିଲାଙ୍କୁ ଏଠାରେ ପଢ଼ାଇ ଅନେକ ସୁଫଳ ପାଉଥିବାରୁ ବହୁ ଅଭିଭାବକ ଖୋଲା ମନରେ ସ୍ୱୀକାର କରିଛନ୍ତି। ବର୍ଜଣାରେ ଥିବା ବହୁ ବିଦ୍ୟାଳୟମାନଙ୍କ ମଧ୍ୟରେ ଡିୟୁ ପବ୍ଲିକ୍ ସ୍କୁଲ ସମସ୍ତଙ୍କ ପାଇଁ ପଥ ପ୍ରଦର୍ଶକ ଓ ଅନେକ ଇତିହାସ ସୃଷ୍ଟି କରିଛି ବୋଲି ଲୋକଙ୍କ ମଧ୍ୟରେ ଆଲୋଚନା ହେଉଛି। ଯାଜପୁରରୁ ଦିଗମ୍ବର ମହାପାତ୍ରଙ୍କ ରିପୋର୍ଟ, ହୋଲି ଟିଭି ଓଡ଼ିଆ।